ମୁଁ ମୂଳାକୁ ଭଲସେ ଧୋଇକି ତାକୁ ଛଡ଼େଇ ନେଇଛି। ତାପରେ ମୁଁ ଏଇଥିରେ ଘଷି ନେମି। ଏଠି ମୁଁ ଦେଖନ୍ତୁ ଗୋଟେ ମୂଳାକୁ ମୁଁ ଘଷି ନେଲି। ତାପରେ ଆମେ ଆକୁ ଚୁପୁଡ଼ିବାନି, କାହିଁକିନା ସେଇ ପାଣିରେ ଆମେ ଅଟାକୁ ତା ଦେହର ଗୋଳେଇ ନେବା। ଧଣିଆ ପତ୍ର ଆଉ କଞ୍ଚା ଲଙ୍କା ମୁଁ ଗୋଟେ ଦେଇଛି, କାହିଁକିନା ଆମର ବେଶୀ ଲଙ୍କା ଖାଆନ୍ତିନି, ସେଥିପାଇଁ ମୁଁ ଗୋଟେ ଲଙ୍କାକୁ ମୁଁ ତାକୁ ଚପ୍ କରି ନେଇଛି। ଏଠି ମୁଁ କିଛି ସ୍ୱାଦ ଅନୁସାରେ ଲୁଣ ଦେଇଦେଲି, ହଳଦୀ, ଜିରା ପାଉଡ଼ର, ଲଙ୍କାଗୁଣ୍ଡ, କସ୍ତୁରୀ ମେଥି ପତ୍ର, କିଛି କଳା ଜିରା, କିଛି ଜୁଆଣି ସବୁ ଦେଇକି ତାକୁ ଭଲସେ ଟିକେ ଗୋଳେଇ ନେବା। ଦେଖିପାରୁଛନ୍ତି ନା କେତେ ପାଣି ବି ବାହାରୁଛି, କିନ୍ତୁ ସେଇ ପାଣିରେ ଆମେ ଅଟାଟା ଚକଟି ନେବା। ଏଠି ମୁଁ ମଇଦା ଦେଇଛି, ତାପରେ କିଛି ଅଟା ଦେଇଦେବା। ଟିକେ ପୁରୀଟା ଟିକେ ଭଲ ଖାସ୍ତା ହେବ, ସେଥିପାଇଁ ଟିକେ ତେଲ ଦେଇଦେବା। ଆଉ ପାଣି ଆଉ ଦେବାନି, ସେଇଥିରେ ଆମେ ଚକୁଟି ନେବା। ଭଲସେ ଗୋଟେ ଗୋଲା ତିଆରି କରିନେବା। ଅଟା ଚକୁଟା ସରିଲା। ଏବେ ଆମେ ପୁରୀ ପାଇଁ ଛୋଟ ଛୋଟ କାଟି ନେବା, ଗୁଲି କାଟି ନେବା। ଟିକେ ତେଲ ଦେଇକି ଆମେ ଭଲସେ ଛୋଟ ଛୋଟ ଆମେ ବେଲି ନେବା। ଏଠି ମୁଁ କିଛି ବେଲି ନେଇଛି। ତାପରେ ଦେଖନ୍ତୁ ଏଠି ତେଲ ଗରମ ହେଇଗଲାଣି। ଏବେ ମୁଁ ଗୋଟେ ଗୋଟେ କରିକି ତାକୁ ଛାଣି ନେବି। ଏମିତି ମୂଳା ପୁରୀ କରିକି ଖାଇବେ, ଦେଖିବେ କେମିତି ସ୍ୱାଦ ଲାଗୁଛି। ଦେଖନ୍ତୁ ମୁଁ ଏଠି ସବୁ ଛାଙ୍କି ନେଇଛି। ଆପଣମାନେ ତିଆରି କରିକି ଖାଇବେ ଆଉ କମେଣ୍ଟରେ ଜଣାଇବେ ଯେ କେମିତି ହେଇଛି। ଆଉ ମୋ ରେସିପି ଯଦି ଆପଣମାନଙ୍କୁ ଭଲ ଲାଗୁଥିବ ତାହେଲେ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ, ବାଏ ବାଏ।